ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାରେ ଡବ୍ଲ୍ୟୁସିଏଲ୍ର ଛତରପୁର 1 କୋଇଲା ଖଣିର ଘଟଣା। ଖଣି ମୁହାଣ ଭିତରେ ପ୍ରାୟ 3.5 କିଲୋମିଟର ଭିତରେ କଣ୍ଟୋର ଖଣି ସେକ୍ସନରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍ ଛାତ ଭୁଶୁଡ଼ି ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ। ଫଳରେ ଉଦ୍ଧାରକାରୀ ଦଳ ଏବେ ପର୍ଯ୍ୟନ୍ତ 3 ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଧପୁର ବୁଲାଣୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ପିକଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ 25 ଜଣ ଆହତ ହୋଇ ସମ୍ବଲପୁର ଓ ନାକଟି ଦୌଳ ମେଡିକାଲରେ ଭର୍ତ୍ତି ଥିବା ବେଳେ ସେମାନଙ୍କ ମଧ୍ୟରୁ 5 ଜଣଙ୍କର ଅବସ୍ଥା ଗୁରୁତର ରହିଛି ଏବଂ ଜଣେ ଆହତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଯାଜପୁର ଟାଉନ ଥାନା ଜାଲପୁର ଗାଁରେ ଥିବା ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି। ସମସ୍ତ ବେଆଇନ ବାଣ କାରଖାନାରେ ବାଣ ଭିଡୁଥିବା ବେଳେ ଏଭଳି ବିସ୍ଫୋରଣ ଘଟିଥିଲା। କଟକ ଜିଲ୍ଲା ଆଠଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ 5 ତାରିଖକୁ ପୁନଶ୍ଚ ପଞ୍ଚାୟତ ରାଜ ଦିବସ ରୂପେ ପାଳନ କରିବା, ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିବା ଓ ମାହାଙ୍ଗା ବିଧାୟକକୁ ଗିରଫ କରିବା ଦାବିରେ ଆଠଗଡ଼ ବିଜେଡି ପକ୍ଷରୁ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। Preview. Audio Jungle. Audio Jungle. Preview. ସମ୍ବଲପୁର ଜିଲ୍ଲା ଠେଲକୋଲଇ ଥାନା ଅନ୍ତର୍ଗତ ଡେବ୍ରା ଗ୍ରାମରେ ବିଧାୟକ ପ୍ରାର୍ଥୀ ବାଳକୃଷ୍ଣ ରୋଇ ଦାସଙ୍କ ଘରେ ପୋଲିସର ଚଢ଼ଉ ବେଳେ ବେଆଇନ ଭାବେ ଗଚ୍ଛିତ ଥିବା 48 ଲିଟର ବିଭିନ୍ନ ବ୍ରାଣ୍ଡର ବିଲାତି ମଦ ଜବତ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବିଧାୟକ ପ୍ରାର୍ଥୀ ଜଣକ 2024 ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଯାଇଛି 17ଟି ବୋଟ। ବନ୍ଦର ଜେଟିରେ ଥିବା ବୋଟରେ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ଜଳିବାକୁ ଲାଗିଛି। ଘଟଣାସ୍ଥଳରେ 13ଟି ଅଗ୍ନିଶମ ଟିମ୍ ନିୟୋଜିତ ଥିବା ବେଳେ ଜଣେ ଆହତ ହୋଇ 18 ବାଙ୍କି ଡାକ୍ତରଖାନାରେ ଭର୍ତ୍ତି ଏବଂ ବୋଟରେ ରୋଷେଇ ଚାଲୁଥିବା ସମୟରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ଭବାନୀପୁର ରାଜାମୁଣ୍ଡାରେ ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ମଙ୍ଗଳବରାମ ଇଟାରେ ଛେଚି ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ଏବଂ ମୃତକ ସ୍ତ୍ରୀ ହେଲେ ଏମଏନଓ ରାମ। Preview. Preview. Audio Jungle. Audio Jungle. Preview. ଅନୁଗୁଳ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ। ମୃତକ ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନର ଶଙ୍ଖପୁର ଗାଁ ଡିହପଦା ସାହିର ବଂଶୀଧର ଦାସ ହୋଇଥିବା ବେଳେ ସେ ଚାଲି ଚାଲି ନିଜ ଘରକୁ ଯାଉଥିଲେ ଏବଂ ବାଟରେ ଏକ ଦନ୍ତାହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଉପରେ ଶବ ରଖି ଘଟଣାର ପ୍ରତିବାଦ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅଧୀନ 13ଟି ଗାଁରେ ଏକ ପରିତ୍ୟକ୍ତ କୂଅରୁ ଗୋଡ଼ ହାତ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତ୍ରିବିନ୍ଦା ଗାଁର ନିରଞ୍ଜନ ନାୟକ ହୋଇଥିବା ବେଳେ ସେ ଗତ କିଛି ଦିନ ହେଲା ନିଖୋଜ ଥିଲେ। ତେବେ କିଏ ଓ କାହିଁକି ତାକୁ ହତ୍ୟା କଲା ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ରରୁଆ ପୋଲିସ।
Preview. ଏବଂ ରାଜ୍ୟ ବିଧାନସଭାରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଆରମ୍ଭରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ବିଜୁ ବାବୁଙ୍କୁ ଅପମାନ ଅଭିଯୋଗରେ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଥିବା ବେଳେ ରାଜ୍ୟରେ ମହିଳା ନିର୍ଯାତନା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାର ଅଭିଯୋଗ ଆଣି ଏହାର ପ୍ରତିବାଦରେ ବିଧାନସଭା ପରିସରରେ ହୋହାଲ୍ଲା ସହ ଧାରଣାରେ ବସିଛି କଂଗ୍ରେସ।